ପକେଇବାକୁ ହେଲେ ପ୍ରଥମେ କ'ଣ କରିବା ନା ମଞ୍ଜି ପକେଇବା ହେଲା। ମଞ୍ଜି ପକେଇବା ନା ନାହିଁ? ମଞ୍ଜିରୁ କ'ଣ ହବ ନା ଗଛ ହବ। ତାହେଲେ ବର୍ତ୍ତମାନ ମୁଁ କୋଉ ମଞ୍ଜି ପକେଇବି? ମୋ ହାତରେ କ'ଣ ଧରିଛି? ଲଙ୍କା ମଞ୍ଜିଟାକୁ ଆମେ ଗଛରେ ପୋତିବା। ଦେଖିବା କ'ଣ ଗଛ ଉଠୁଛି ନା ନାହିଁ ହେଲା। ଦେଖ ମୁଁ ମଞ୍ଜି ଧରିଲି ହେଲା। ମଞ୍ଜି ଧରିକି ଏଥିରେ ଏମିତି ପକେଇଲି କି ନାହିଁ? ପକେଇଲି। ପକେଇ ସାରିଲା ପରେ ଖାଲି ମଞ୍ଜି ପୋତି ଦେଲେ କ'ଣ ଗଛ ହେଇଯିବ କି? ଗଛ ହବନି। ଆଉ ସେଥିରେ କ'ଣ ଦେବାକୁ ପଡ଼ିବ? ହେଲା। ମୁଁ ବର୍ତ୍ତମାନ ଟିକେ ପାଣି ଦେଲି। ପାଣି ଦେଲା ପରେ କ'ଣ ହବ ନା କିଛି ଦିନ ପରେ 8 ଦିନ ପରେ ହଉ ନହେଲେ 5 ଦିନ ପରେ ହଉ ଆମ ଗଛ ଉଠିଯିବ ହେଲା। ତାହେଲେ ବର୍ତ୍ତମାନ ଆମର କ'ଣ ହେଲା ନା ଗୋଟେ ଗଛ ଉଠିଲା ହେଲା। ଏ ଗଛକୁ ଆମେ କ'ଣ କରିବା ନା ଏ ଗଛକୁ ଯେତେବେଳେ ଉଠିଯିବ ଆମେ ତାର ଯତ୍ନ ନେବା। ଯଦି ଆମେ ତାର ଯତ୍ନ ନ ନେବା ତାହେଲେ ଗଛ କ'ଣ ବଞ୍ଚିବ କି? ତାହେଲେ ଗଛ ବଞ୍ଚିବା ପାଇଁ ଆମେ ଗଛରେ କ'ଣ ଦେବା? ପାଣି ଦେବା। ଆଉ କ'ଣ ଦେବା ନା ସାର ମଧ୍ୟ ଦେବା। ଆଉ କ'ଣ ଦେବା? ଖତ ଦେବା ହେଲା। ଖତ ଦେଲେ କ'ଣ ହବ? ଗଛଟି ହୃଷ୍ଟପୃଷ୍ଟ ହେଇକି ବଢ଼ିବ ଏବଂ ଆମକୁ ସେଥିରେ ଫଳ ଦେବ ନା ନାହିଁ? ତାହେଲେ ମୁଁ ଗଛରେ ପ୍ରଥମେ ପାଣି ଦେଲି। ପାଣି ଦେଲା ପରେ ଯେ ଗଛଟି କ'ଣ ହବ ନା ବଞ୍ଚିକି ଆମକୁ ଫଳ ଦେବ ହେଲା। ତାହେଲେ ତମେ କ'ଣ କରିବ ନା ତମେ ଯେତେବେଳେ ଗଛ ଲଗେଇବ ଗଛ କେମିତି ଯତ୍ନ ନେବା ଏଥର କୁହ। ମୁଁ ତ ତମକୁ କହିଲି ଗଛର କେମିତି ଆମେ ଯତ୍ନ ନେବା। ଜଣେ ଜଣେ କୁହ। ଜଣେ ଜଣେ କ'ଣ କରିବା? ପାଣି ଦେବା। ତାପରେ କ'ଣ କରିବା? ଗଛକୁ ସାଇଜ ରଖିବା ପାଇଁ କ'ଣ କରିବା ନା ସେଥିରେ ସାର ଦେବା। ଆଉ କ'ଣ କରିବା? ପାଣି ଦେବା। ତାପରେ କ'ଣ କରିବା? ଆମର ଏ ସୋମବାର ଭିତରେ ସରିଯିବ। ଏଇ ଯେଉଁ ସୋମବାର ଆସୁଛି ସୋମବାର ମଙ୍ଗଳବାର ଆଜି ଗୁରୁବାର ଶନିବାର କେତେବେଳକୁ ଆସିଲେ ଆଉ ପିଲା 7ଟା ପଳେଇ ଆସୁଛନ୍ତି। ଆମେ ସେଇ 7ଟା ଭିତରେ ଛୁଟି ହେଉଛି କେତେବେଳେ? ଆଙ୍କର କେତେବେଳେ ବାଲବାଡ଼ି ନା ଖାଇବା ତ କେତେବେଳେ ହେଉଛି? ସକାଳେ 10ଟା। ଆମେ ସେ 7:30ରେ ଆସିକି ଅଧା କରିଦେବୁ। ଗୋଟେ ମଙ୍ଗଳବାର ଆଉ ରହିବେନି। ସେଇଆ କାଲି ରହିଥିଲା ତାଙ୍କୁ ଇଏ କରିକି ରଖେଇ ଦେଇଥିଲୁ। ଆପଣଙ୍କ ପୁଅ କି ଏମିତି ଗପୁଛି ପୁରା ସାଙ୍ଗ ମ୍ୟାଡ଼ାମ୍।